ଅନୁଭବଙ୍କ ସହିତ ଘଟିଗଲା ସାଂଘାତିକ ଘଟଣା। ପ୍ରଚାର ମଇଦାନରୁ ଫେରିଗଲେ ଅଭିନେତା ଅନୁଭବ ମହାନ୍ତି। ବିଜେପିର ଷ୍ଟାର ପ୍ରଚାରକ ପ୍ରଚାର ମଇଦାନରୁ ଫେରି ଯାଇଛନ୍ତି। ଯେତେବେଳେ ଅନୁଭବ ମହାନ୍ତି ହେଲିକପ୍ଟରରେ ଲ୍ୟାଣ୍ଡ କରିଛନ୍ତି ଏବଂ ହେଲିକପ୍ଟର ଲ୍ୟାଣ୍ଡ କରିବା ପରେ ପ୍ରଚାର ମଇଦାନକୁ ଯିବା ବେଳେ ତାଙ୍କ ରାସ୍ତା ରୋକିଥିଲେ ବିଜେଡିର କର୍ମୀମାନେ। ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଆଉ ଯେଉଁଥିପାଇଁ ଅନୁଭବଙ୍କ ସହିତ ଧସ୍ତାଧସ୍ତି ହେବା ପରେ ଅନୁଭବ ବାଧ୍ୟ ହୋଇ ପ୍ରଚାର ମଇଦାନରୁ ଫେରି ଯାଇଛନ୍ତି। ଆଉ ତାପରେ ଆସିଯାଇଛି ବହୁତ ବଡ଼ ଟ୍ୱିଷ୍ଟ। ବର୍ଷା ପ୍ରେସ୍ ନେବେ ବିଜେଡିରୁ ଟିକେଟ୍ ପାଇ ଏମ୍ଏଲ୍ଏ କ୍ୟାଣ୍ଡିଡେଟ୍ ସାଜିଛନ୍ତି ଆଉ ବଡ଼ଚଣାରେ ବିଜେଡିରୁ ଲଢ଼େଇ କରୁଛନ୍ତି। ଏପଟେ ସାଂସଦ ପୂର୍ବତନ ସାଂସଦ ତଥା ଅଭିନେତା ଏବଂ ବିଜେପିର ଷ୍ଟାର ପ୍ରଚାରକ ଅନୁଭବ ମହାନ୍ତି ଏବେ ବିଜେପିର ପ୍ରଚାର ପ୍ରସାର କରୁଛନ୍ତି। ହେଲେ ଏହିସବୁ ଭିତରେ ରାଜନୀତିରେ ଏକ ଆସିଛି ନୂଆ ମୋଡ଼। ଅନୁଭବକୁ ପ୍ରଚାର କରିବାକୁ ଦେଇନି ଗୁଣ୍ଡାଗର୍ଦ୍ଦି କରିବା ଆରମ୍ଭ କରିଛି ବିଜେଡି। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବର୍ତ୍ତମାନ ସମୟରେ, ଯାହା ଏକ ଭିଡ଼ିଓ ଏବଂ ସୋସିଆଲ ମିଡ଼ିଆ ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅନୁଭବ ମହାନ୍ତି ମଇଦାନ ଛାଡ଼ି ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ହେଲେ ତାଙ୍କର ଏହି ଫେରିଯିବା ପଛରେ କାହାର ହୋଇଥାଇପାରେ ଷଡ଼ଯନ୍ତ୍ର,